ତ ମୁଁ ଶିକନ ଅନୁଗୁଳରୁ ଭିଡିଓ ବନେଇବା ଆଜି ମୋର 25 ଦିନ ହେଇଗଲା। ଚାଲ ଆଜି ଦେଖଉଛି ଚିକେନ ଦମ ବିରିୟାନୀ କେମିତି ବନାଯାଏ। ଆଜି ଚିକେନ ଦମ ବିରିୟାନୀ ଆସୁ ଦମ ବିରିୟାନୀ ବୁଝିଲ ନାଇଁ 30 ପ୍ଲେଟ ଅର୍ଡର ଅଛି ଦେଖ ଦେଖିପାରିଲ ପୁରା ଗୁଳେଇବା ମିକ୍ସିଂ କରିବା। ହଁ କହିଦଉଛି ଏଠାରେ କଣ କଣ ମସଲା ପଡିବ। ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ବିରିୟାନୀ ମସଲା, ଚିକେନ ମସଲା, କିଚେନ କିଙ୍ଗ, ଗରମ ମସଲା, ଦହି, କେଉରା ୱାଟର, ରୋଜ ୱାଟର, ଅଦା ରସୁଣ ପେଷ୍ଟ, ଲେମ୍ବୁ ଆଉ ଧନିଆ ପତ୍ରକୁ ପୁଦିନା ପତ୍ର, ବ୍ରାଉନ ଅନିଅନ ସବୁକୁ ଏକାବେଳେ ମିକ୍ସ କରିଦବ। ଚିକେନ ବର୍ତ୍ତମାନ ରେଡି ୟାକୁ ବସେଇବା। ବର୍ତ୍ତମାନ ଚିକେନ ଦେଖିପାରୁଥିବ ଚିକେନ ପୁରା ହେଇଯାଇଛି। ଏବେ ରାଇସ୍ ପକେଇଦବ। ଚିକେନ ଉପରେ ରାଇସ୍ ଯେତେବେଳେ 70% ହେଇଯିବ ସେତେବେଳେ ଚିକେନ ଉପରେ ରାଇସ୍ ଦେଇଦବ। ଭିଡିଓଟାକୁ ଲାଷ୍ଟ ଯାକେ ଦେଖ ଜାଣିପାରିବ ଦମ ବିରିୟାନୀ କେମିତି ବନାଯାଏ। ଅଧା ରାଇସ୍ ଉପରେ ଆଉ ଥରେ ଥରେ ସବୁ ମସଲା ପକେଇଦବ। ଯଦି ମୋ ଭିଡିଓ ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ଏଇ ଅନୁଗୁଳିଆ ଭାଇକି ଗୋଟେ ଫଲୋ ମାରିଦବ। ଆଉ ଥ୍ୟାଙ୍କ ୟୁ ସମସ୍ତଙ୍କୁ ଏତେ ସାରା ଭଲ ପାଇବା ଆଉ ଆଶୀର୍ବାଦ କରିଥିବାରୁ। ଫେସବୁକରେ ମୋର 3000 ଫଲୋଅର୍ସ ହେଇଯିବ। ଏବେ ନୂଆ ଲୋକ ଦେଖୁଛ ଭାଇ ପ୍ଲିଜ ଭିଡିଓଟାକୁ ସେୟାର କର ଆଉ ଗୋଟେ ଲାଇକ୍ କରିଦିଅ। ଆଉ ଏପଟେ ବିରିୟାନୀ ହେଇନି କିନ୍ତୁ ବିରିୟାନୀ ଅର୍ଡର ଆସି ସାରିଲାନି। ଆଉ ଟାଇମ ଅନୁସାରେ ଯେତିକି ଟାଇମ ଦେଇଥିବ ଯଦି ହେତିକି ଟାଇମ ହେଇଯିବ ବିରିୟାନୀ ବନ୍ଦ କରିଦବ। ଦେଖିପାରୁଥିବ ବର୍ତ୍ତମାନ ଆମ ବିରିୟାନୀ ପୁରା ରେଡି ହେଇଯାଇଛି। ଆଉ ଗୋଟେ କଥା କହୁଛି ଯଦି ଯିବାରେ ଅଛି ନା ଆଗକୁ ତାହେଲେ ଭାଇ କାହା କଥା ବି ଶୁଣନି, ନିଜ କାମ କର ଆଉ ମାଡି ଚାଲ ଦେଖିବ ସକ୍ସେସ ଦିନେ ନା ଦିନେ ମିଳିବ। ଆଉ ଯାହାକୁ ବି ବିରିୟାନୀ ଭଲ ଲାଗେ ଏଇ ଭିଡିଓରେ 3 ଥର ଲେଖ ବିରିୟାନୀ ପାର୍ସଲ ତମଠିକି ପହଞ୍ଚିଯିବ। ହଉ ଆଜି ପାଇଁ ଏତିକି, କାଲିକା ଗୋଟେ ନୂଆ ଭିଡିଓରେ ଦେଖାହବ। ଜୟ ଜଗନ୍ନାଥ।